ଅହଂ ଜୟଶ୍ରୀରାମ ଆଦ୍ୟକାନ୍ଦ ବାଲ୍ମୀକି ରାମାୟଣ ବିଶ୍ୱାମିତ୍ରଙ୍କ ଥାଉ ରାମ ଲକ୍ଷ୍ମଣଙ୍କ ଅଷ୍ଟପ୍ରାପ୍ତ ବୋଲି ରାବଣ ଚରିତ ବ୍ୟାଖ୍ୟାନ ଦ୍ୱିତୀୟ ଭାବ ଆଜି ଥାଉ ଆପଣ ଅଷ୍ଟଗୋରେ ସମସ୍ତ ଅଭାବ ଆମ୍ଭ ପୂରଣ କରିଲେ କୁହରେ ଭକି ରଖିଆ ଚାମ୍ବଠାରୁ ପ୍ରାଣ ପର୍ଯ୍ୟନ୍ତ ଚାହିଁଲେ ସୁଧାରି ପାରୁ ଆଶୀର୍ବାଦ କରି ବିଶ୍ୱାମିତ୍ର କହନ୍ତି ଜାଣେ ମୁହିଁ ତାହା ଦେଇ ପାଇ ରଘୁପତି କିନ୍ତୁ ତୁମ୍ଭ ପ୍ରାଣତି ଜଗତର ପ୍ରାଣ ସଚରାଚରକୁ ତୁମ୍ଭେ କର ପରିତ୍ରାଣ ତବ ପ୍ରାଣ ନିର୍ଧ୍ୱଂସ ହୋଇବ ସଂସାର ଏହା ହାରିକି ହୋଇବ ମୋର ଉପକାର କିନ୍ତୁ ଏତିକି ମାଗଣି ଅଟଇ ମୋହର ଦୁଷ୍ଟମାନଙ୍କୁ ବିନାଶୀ ସନ୍ତେ ରକ୍ଷା କର ଜୀବନ ମଧ୍ୟରେ ଶାନ୍ତି ସୁବାହୁ ମାଇଛ ତାଙ୍କୁ ବିନାଶୀ ଋଷିଙ୍କ ଯଜ୍ଞର ଖସ ଶ୍ରୀରାମ ହୋଇଲେ ଗୁର କରୁଷି ଶପଥ ନିଶ୍ଚୟ ଦାନବ କର କହିବି ନିପାତ କିଭଳି ଆପଣ ଆସି ବାଲର ଦାମର ସାଧାରଣଙ୍କ ନକରେ ଖାତର ହେଉ ବର୍ଷ ପାଇଲି ମୋ ଲକ୍ଷ୍ମୀ ମୋହର ଚାର ଆଶ୍ରମକୁ ଯିବା ହେଉଛି ଅସୁର ଏହା କହି ସେ ରାମ ଲକ୍ଷ୍ମଣ ସଙ୍ଗେ ରହି ଚଳିଲେ ବିଶ୍ୱାମିତ୍ର ମନେ ତପଚାରି ଖଣ୍ଡେରୁ ଏକ ସୁନ୍ଦର ଅରଣ୍ୟ ଦେଖି ଋଷିଙ୍କ ରାମ ପଚିରେ ବହନ କୁହରେ ବହିବନ ନାମ ଟିକିସ ଜୈନ ମନ ହରେ ଦିଶେ ଏ ଘନ ସୁସଞ୍ଚ ବୋଲୁଛନ୍ତି ହଂସ ଯନ୍ତ୍ର ମାନେ ନିର୍ବିକାରୀ ଅହଙ୍କାର ନ କରନ୍ତି କେହି କାହା ପଡ଼େ ଆମର ନୀତି ଦୂରି ଯା ସମୟ ସେ ନାନା ବର୍ଣ୍ଣ ଫଳ ଫୁର୍ତ୍ତି ସଭା ତପକାଶେ ଫଳ ଭାରେ ହବ ନତ ତାଗଣ କୋକିଳ କାକିଲି କେଲି କିରନ୍ତି ହର୍ଷେଣ କୁହରେ ବସି କାହାର ଆଶ୍ରମ ଟଇ ବିଶ୍ୱାମିତ୍ର ବଇଲେ ସୁନ୍ଦର ଘୋଷାଏ ଏହି ଆଶ୍ରମର ନାମ ତେସରାଶ୍ରମ ଏଥା ବହି ହୋଇଥିଲା ବାମନଙ୍କ ଜନ୍ମ ସତ୍ୟ ଯୁଗ ଏହି ଥାଏ ବିଷ୍ଣୁ ତପସାରି ତପ ବୟ କରି ପାରିଥିଲେ କରେ ସିଦ୍ଧି ସେହି କାଳେ ବିରୋଚନ ସତ ମହାବଳି ଅସୁରଙ୍କ ନରପତି ନାମ ତାର ବୋଲି ଅମର ପୁରେ ପଶିଲା ଘେନି ସେ ସୈନ୍ୟଗଣ ଦେବତାଙ୍କ ହରାଇଆ କହି ଘରରଣ ତାର ଭয়ে ଦେବ ଗଣ ସ୍ୱର୍ଗତେ ଗିରି ପର୍ବତ ଗୁହାରେ ରୁଚିରେ ଯାଇ ନିର୍ଭୟ ଦାନ ବରାୟା ସ୍ୱର୍ଗ ଭୋଗ କଲେ ତାପରେ କିଛି ଦିନ ଯଜ୍ଞ ଆରମ୍ଭିଲେ
ଏହା ଦେଖି ସୁରପତି ଦେବଗଣ ହଇ ଏହି ସିଦ୍ଧ ଆଶ୍ରମରେ ମିଳିଲେ କଯାଇ ପ୍ରଭୁଙ୍କ ପାରରେ ପରି ସର୍ବରି ଭଗବାନ ନିବେଦନ କରି ଜଣାଇଲେ କୋଶନ ଓଁ ଜୟ ଶ୍ରୀ ସୀତାରାମ।